ଯୀଶୁ କହିଲେ, ମୁଁ ହେଉଛି ପ୍ରକୃତ ଦ୍ରାକ୍ଷାଲତା ଓ ମୋର ପରମ ପିତା କୃଷକ ଅଟନ୍ତି। ମୋଠାରେ ଥିବା ଯେଉଁ ଶାଖାରେ ଫଳ ଫଳେ ନାହିଁ ସେ ତାକୁ କାଟି ଦିଅନ୍ତି। ଯେଉଁ ଶାଖାରେ ଫଳ ଫଳିଥାଏ ସେ ସେଗୁଡ଼ିକୁ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଆଗ କଟାକଟି କରି ପରିଷ୍କାର କରନ୍ତି। ମୁଁ ତୁମ୍ଭକୁ ଯେଉଁ ଉପଦେଶ ଦେଇଛି ତାହା ଦ୍ୱାରା ତୁମ୍ଭେ ପରିଷ୍କୃତ ହୋଇସାରିଅଛ। ମୋଠାରେ ରୁହ ଓ ମୁଁ ତୁମ୍ଭଠାରେ ରହିବି। ଗୋଟିଏ ଶାଖା ଏକୁଟିଆ ଅଲଗାରେ କେବେ ଫଳ ଦେବ ନାହିଁ, ଏହା ଲତାରେ ଲାଗି ରହିବା ଉଚିତ। ତୁମ୍ଭେମାନେ ମଧ୍ୟ ଏକା ଥାଇ ଫଳ ଫଳି ପାରିବ ନାହିଁ। ତେଣୁ ତୁମ୍ଭେ ମୋ ସହିତ ମିଶି ରହିବା ଉଚିତ। ମୁଁ ଦ୍ରାକ୍ଷାଲତା ଓ ତୁମ୍ଭେମାନେ ଶାଖା। ଯେଉଁ ଲୋକ ମୋଠାରେ ରହେ ଓ ମୁଁ ତାଠାରେ ରହେ ସେହି ଲୋକ ପ୍ରଚୁର ଫଳ ଫଳେ, କିନ୍ତୁ ମୋ ବିନା ସେ କିଛି କରିପାରିବ ନାହିଁ। ଯଦି କେହି ବ୍ୟକ୍ତି ମୋଠାରେ ରହେ ନାହିଁ ତେବେ ତାକୁ ଶାଖା ପରି ଫିଙ୍ଗି ଦିଆଯିବ। ସେହି ଫିଙ୍ଗା ଯାଇଥିବା ଶାଖା ଶୁଖିଯାଏ। ଲୋକମାନେ ଶୁଖିଲା ଶାଖାକୁ ଉଠାଇ ନିଆଁରେ ଫୋପାଡ଼ି ଦିଅନ୍ତି, ସେଗୁଡ଼ିକ ଜଳିଯାଏ। ମୋଠାରେ ରୁହ ଓ ମୋର ଉପଦେଶ ପାଳନ କର। ଯଦି ତୁମ୍ଭେ ଏହା କର ତେବେ ଯାହା ଇଚ୍ଛା କର ତାହା ମାଗ, ଆଉ ତାହା ତୁମ୍ଭକୁ ଦିଆଯିବ। ତୁମ୍ଭେମାନେ ପ୍ରଚୁର ଫଳ ଉତ୍ପାଦନ କର ଓ ମୋର ଶିଷ୍ୟ ବୋଲି ଦର୍ଶାଇ ଦିଅ। ଏହା ଦ୍ୱାରା ମୋର ପରମ ପିତା ଗୌରବ ପାଇବେ।